କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଡିସ୍କସ୍ କରିବା ଚର୍ମ ବିଷୟରେ। ଚର୍ମ ହେଉଛି ସବୁଠାରୁ ବଡ଼ ଇନ୍ଦ୍ରିୟ ଅଙ୍ଗ। ସିଏ ଆମକୁ ବାହ୍ୟ ଜଗତ ସହିତ ସୁରକ୍ଷା ସଂଯୋଗ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହା ସମଗ୍ର ଶରୀରକୁ ଆଚ୍ଛାଦିତ କରେ ଏବଂ କ୍ଷତିକାରକ ଜୀବାଣୁ, ରାସାୟନିକ ପଦାର୍ଥ ଏବଂ ଶାରୀରିକ ଆଘାତ ବିରୁଦ୍ଧରେ ପ୍ରଥମ ପ୍ରତିରକ୍ଷା ଭାବରେ କାର୍ଯ୍ୟ କରେ। ଚର୍ମ ବିନା ଶରୀର ସଂକ୍ରମଣ ଏବଂ କ୍ଷତି ପାଇଁ ଦୁର୍ବଳ ହୋଇଥାନ୍ତା। ଚର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟରୁ ଗୋଟିଏ ହେଉଛି ସମ୍ବେଦନା। ଚର୍ମରେ ଲକ୍ଷ ଲକ୍ଷ ଇନ୍ଦ୍ରିୟ ରିସେପ୍ଟର ଥାଏ, ଯାହା ଆମକୁ ସ୍ପର୍ଶ, ଚାପ, ଗରମ, ଥଣ୍ଡା ଏବଂ ଯନ୍ତ୍ରଣା ଅନୁଭବ କରିବାରେ ସାହାଯ୍ୟ କରେ। ଏହି ସମ୍ବେଦନ ଗୁଡ଼ିକ ଆମକୁ ଆମର ପରିବେଶ ପ୍ରତି ଶୀଘ୍ର ପ୍ରତିକ୍ରିୟା କରିବାକୁ ଅନୁମତି ଦିଏ, ଯେପରିକି ଏକ ଗରମ ବସ୍ତୁକୁ ଆମର ହାତକୁ ଦୂରେଇ ରଖିବା କିମ୍ବା ଫୁଲର କୋମଳତା ଅନୁଭବ କରିବା। ଏହି କ୍ଷମତା ଯୋଗୁଁ ଚର୍ମକୁ ସବୁଠାରୁ ବଡ଼ ଏବଂ ସକ୍ରିୟ ଇନ୍ଦ୍ରିୟ ଭାବରେ ବିବେଚନା କରାଯାଏ। ଚର୍ମ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଯେତେବେଳେ ଶରୀର ଗରମ ହୋଇଯାଏ, ଝାଳ ଗ୍ରନ୍ଥି ଝାଳ ଉତ୍ପାଦନ କରେ, ଯାହା ଶରୀରକୁ ବାଷ୍ପୀଭୂତ ହେବା ସହିତ ଥଣ୍ଡା କରେ। ଥଣ୍ଡା ପରିସ୍ଥିତିରେ ଚର୍ମରେ ଥିବା ରକ୍ତବାହୀ ନଳୀଗୁଡ଼ିକ ଉତ୍ତାପ ହ୍ରାସ କରିବା ପାଇଁ ସକ୍ରିୟ ହୋଇଯାଏ। ଏହି ପ୍ରକ୍ରିୟା ଏକ ସ୍ଥିର ଆଭ୍ୟନ୍ତରୀଣ ଶରୀର ତାପମାତ୍ରା ବଜାୟ ରଖିବାରେ ସାହାଯ୍ୟ କରେ, ଯାହା ବଞ୍ଚିବା ପାଇଁ ଅତ୍ୟାବଶ୍ୟକ। ଚର୍ମର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେଉଛି ସୁରକ୍ଷା। ଏହା ଶରୀରକୁ ଜଳ ହ୍ରାସକୁ ରୋକିଥାଏ ଏବଂ ଚର୍ମରେ ଥିବା ମେଲାନିନ୍ ରଞ୍ଜକ ସାହାଯ୍ୟରେ ସୂର୍ଯ୍ୟର କ୍ଷତିକାରକ ଅଲ୍ଟ୍ରାଭାଓଲେଟ୍ କିରଣକୁ ଅବରୋଧ କରିଥାଏ। ସୂର୍ଯ୍ୟ କିରଣର ଆଲୋକ ସହିତ ସ୍ପର୍ଶରେ ଆସିଲେ ଚର୍ମ ଭିଟାମିନ୍ ଡି ମଧ୍ୟ ଉତ୍ପାଦନ କରେ, ଯାହା ମଜବୁତ ହାଡ଼ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ। ଚର୍ମରେ ତିନୋଟି ସ୍ତର ରହିଛି: ଏପିଡର୍ମିସ୍, ଡର୍ମିସ୍ ଏବଂ ହାଇପୋଡର୍ମିସ୍। ପ୍ରତ୍ୟେକ ସ୍ତରରେ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ଅଛି, ଯାହା ଚର୍ମର ଶକ୍ତି, ନମନୀୟତା ଏବଂ ସମ୍ବେଦନଶୀଳତା ଅବଦାନ ରଖେ। ଏକ ବାହ୍ୟ ଆବରଣ ନୁହେଁ, ବରଂ ଏକ ଜଟିଳ ଏବଂ ଅତ୍ୟାବଶ୍ୟକ ଅଙ୍ଗ। ଏହା ଶରୀରକୁ ସୁରକ୍ଷା ଦିଏ, ଆମକୁ ପରିବେଶକୁ ବୁଝିବାରେ ସାହାଯ୍ୟ କରେ, ତାପମାତ୍ରା ନିୟନ୍ତ୍ରଣ କରେ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟକୁ ସମର୍ଥନ କରେ। ତେଣୁ ପରିଷ୍କାର ପରିଚ୍ଛନ୍ନତା, ଉପଯୁକ୍ତ ପୋଷଣ ଏବଂ ସୂର୍ଯ୍ୟ କିରଣରୁ ସୁରକ୍ଷା ମାଧ୍ୟମରେ ଆମ ଚର୍ମର ଯତ୍ନ ନେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତ ଜାଣିଛ, ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥା। ତାହେଲେ ରହୁଛି, ଦେଖା ହେବା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।